ଅନନ୍ତ ଜୀବନ ବା ଇଟରନାଲ ଲାଇଫ ବିଷୟରେ ପ୍ରଭୁଙ୍କର କହିବି। ଆଉ ଏଇ ବାକ୍ୟ କହିବା ପାଇଁ ମୁଁ ମାଥିଉ 19:16 ପଦ ପଢିବି। ଆଉ ଦେଖ, ଜଣେ ତାହାଙ୍କ ନିକଟକୁ ଆସି ପଚାରିଲେ, ହେ ଗୁରୁ, ଅନନ୍ତ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୁଁ କେଉଁ ସତ୍କର୍ମ କରିବି? ଯୀଶୁ ତାହାଙ୍କୁ କହିଲେ, ସତ୍ ବିଷୟରେ ମତେ କାହିଁକି ପଚାରୁଅଛ? ସତ୍ କେବଳ ଜଣେ, କିନ୍ତୁ ତୁମେ ଯଦି ଜୀବନରେ ପ୍ରବେଶ କରିବାକୁ ଇଚ୍ଛା କର, ତେବେ ଆଜ୍ଞା ସବୁ ପାଳନ କର। ସେ ତାହାଙ୍କୁ ପଚାରିଲେ, କି ପ୍ରକାର ଆଜ୍ଞା? ଯୀଶୁ କହିଲେ, ଏଇ ସବୁ, ନରହତ୍ୟା କର ନାହିଁ, ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅ ନାହିଁ, ପିତା ମାତାଙ୍କୁ ସମାଦର କର, ପୁଣି ତୁମର ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର। ସେହି ଯୁବା ତାହାଙ୍କୁ କହିଲେ, ଏହି ସମସ୍ତ ମୁଁ ପାଳନ କରିଅଛି, ମୋହର ଆଉ କଣ ଗୁଣା ଅଛି? ଯୀଶୁ ତାଙ୍କୁ କହିଲେ, ଯଦି ତୁମେ ସିଦ୍ଧ ହେବାକୁ ଇଚ୍ଛା କର, ତେବେ ଯାଇ ଆପଣାର ସର୍ବସ୍ୱ ବିକ୍ରୟ କରି ଦରିଦ୍ର ମାନଙ୍କୁ ଦାନ କର, ଆଉ ତୁମେ ସ୍ୱର୍ଗରେ ଧନ ପାଇବ। ପୁଣି ଆସି ମୋର ଅନୁଗମନ କର। କିନ୍ତୁ ଏହି କଥା ଶୁଣି ଯୁବକଟି ଦୁଃଖିତ ହୋଇ ଚାଲିଗଲେ, କାରଣ ତାଙ୍କର ବହୁତ ସମ୍ପତ୍ତି ଥିଲା। ସେଥିରେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଧନୀ ଲୋକ ଅତି କଷ୍ଟରେ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବ। ପୁନଶ୍ଚ ମୁଁ ତୁମମାନଙ୍କୁ କହୁଛି, ଈଶ୍ୱରଙ୍କ ରାଜ୍ୟରେ ଧନୀ ଲୋକର ପ୍ରବେଶ କରିବା ଅପେକ୍ଷା ବରଂ ସୂର୍ଯ୍ୟର ଛିଦ୍ର ଦେଇ ଅଟୋର ପ୍ରବେଶ କରିବା ସହଜ। ଶିଷ୍ୟମାନେ ଏହା ଶୁଣି ଆଶ୍ଚର୍ଯ୍ୟାନ୍ୱିତ ହୋଇ କହିଲେ, ତେବେ କିଏ ପରିତ୍ରାଣ ପାଇପାରେ? ଯୀଶୁ ସେମାନଙ୍କୁ ଏକ ଦୃଷ୍ଟିରେ ଚାହିଁ କହିଲେ, ଏହା ମନୁଷ୍ୟର ଅସାଧ୍ୟ, କିନ୍ତୁ ଈଶ୍ୱରଙ୍କର ସମସ୍ତ ସାଧ୍ୟ। ଆମେନ୍। ଆମେ ଜାଣିବା ଅନନ୍ତ ଜୀବନ କଣ ଅଟେ। ଅନନ୍ତ ଜୀବନ ଆମ ପାଇଁ କଣ ଅଟେ? ପରମେଶ୍ୱର କଣ କଲେ? ପିତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମ ପାଇଁ ଦାନ କଲେ। ସେ ହିଁ ଅଟନ୍ତି ଅନନ୍ତ ଜୀବନ। ତେଣୁ ଆମେ ଅନନ୍ତ ଜୀବନ କିଭଳି ପାଇପାରିବା? ଆମର କୋଉ ପ୍ରକାର ପ୍ରଭୁ ଆମମାନଙ୍କୁ ଦେଲେ? ତେଣୁ ଆମେ ନିଜର ଧର୍ମକର୍ମ, ନିଜର କୌଣସି ବିଷୟ ଦ୍ଵାରା ଆମେ ତାହା ପାଇବାର ଯୋଗ୍ୟ ନୁହେଁ। ପରମେଶ୍ୱର ତାଙ୍କର ଦୟାର ହେତୁରୁ ଆମମାନଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ଵାରା ଅନନ୍ତ ଜୀବନ ପ୍ରାପ୍ତ କରାଇଛନ୍ତି। ତେଣୁ ପ୍ରଭୁ ଯୀଶୁଙ୍କୁ ଧନ୍ୟବାଦ ଦେବା। ଆଉ କିଭଳି ଆମେ ଜାଣିଲୁ? ଏଇ ବାକ୍ୟ ମାଧ୍ୟମରେ ଲେଖାଯାଏ, ଜଣେ ଧନୀ ଯୁବା ପ୍ରଭୁ ଯୀଶୁ ଯେତେବେଳେ ସେ ମନ୍ଦିରରେ ମାନଙ୍କରେ ତାଙ୍କର ବାକ୍ୟ ପ୍ରଚାର କରୁଥିଲେ, ସେ ସମୟରେ ସେହି ଧନୀ ଯୁବା ଆସିକି ପ୍ରଭୁଙ୍କୁ ପ୍ରଶ୍ନ ପଚାରୁଅଛି। କଣ ପଚାରୁଛି? ପ୍ରଭୁ, ମୁଁ ଅନନ୍ତ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୁଁ କଣ କରିପାରେ? କଣ ଅନନ୍ତ ଜୀବନ ପ୍ରାପ୍ତ ହେବା ନିମନ୍ତେ ମୁଁ କେଉଁ ସତ୍କର୍ମ ଗୁଡାକ କରିବି ବୋଲିକି ସେହି ଧନୀ ଯୁବା ପଚାରୁଛନ୍ତି। ଅନନ୍ତ ଜୀବନ ପ୍ରାପ୍ତ ହେବା ପାଇଁ ମୁଁ କଣ କରିପାରେ? କାହିଁକି? ଆମେ କିଭଳି ଭାବରେ ଅନନ୍ତ ଜୀବନ ପାଇପାରିବା? ଆମେ ଅତ୍ୟଧିକ ବାଇବେଲ ପଢିବା, ଯେତେ ବାଇବେଲ ପଢିପାରିବା, ବାଇବେଲ ପଢିକି ଆମେ କେବେ ବି ଅନନ୍ତ ଜୀବନ ପାଇପାରିବାନି। ମୋର ମା ଭଉଣୀ ମାନେ, ଆମେ ଚର୍ଚ୍ଚ ଡେଲି ଯାଉଥିବା, ଡେଲି ଆମେ ଚର୍ଚ୍ଚ ଯିବା ଦ୍ଵାରା ମଧ୍ୟ ଆମକୁ ଅନନ୍ତ ଜୀବନ ପ୍ରାପ୍ତ ହୋଇନଥାଏ। ଆମେ ଫାଷ୍ଟିଂ କରିପାରିବା, ଆମେ ଯେତେ ଫାଷ୍ଟିଂ କରିବା, ଆରାଧନା କରିବା, ଦାନ ଧର୍ମ ଦେବା, ଏସବୁ ବିଷୟ ଆମ ଜୀବନରେ ବୃଥା ଅଟେ। ଆମେ କିଭଳି ଭାବେ ଅନନ୍ତ ଜୀବନ ପାଇପାରିବା ସେଟା ଆମେ ଦେଖିବା। ଆମେ କିଭଳି ଭାବେ ଅନନ୍ତ ଜୀବନ ପାଇପାରିବା? ଲେଖାଯାଏ ଏଫେସୀୟ 2:9, କ୍ରିୟାକର୍ମ ଦ୍ଵାରା ନୁହେଁ। ଏଫେସୀୟ 2:9ରେ ପ୍ରଭୁ ଆମକୁ ଜଣାନ୍ତି, ଆମର କୌଣସି କ୍ରିୟାକର୍ମ ଦ୍ଵାରା ଆମେ ଅନନ୍ତ ଜୀବନ ପାଇପାରିବାନି। ଆମର ନିଜ ଚେଷ୍ଟା ଦ୍ଵାରା, ଆମର ସୁକର୍ମ ଦ୍ଵାରା ଆମେ ଅନ୍ୟ ଦାନ ଦେଇପାରିବା, ଦକ୍ଷିଣା ଦେଇପାରିବା, ଏସବୁ ଦ୍ଵାରା ଆମେ କେବେ ଅନନ୍ତ ଜୀବନର ଅଧିକାରୀ ହେଇପାରିବା ନାହିଁ। କାହିଁକି ନା ସେଇଟା ହଉଛି ପରମେଶ୍ୱର ପ୍ରଭୁ ଯୀଶୁଙ୍କ ଦ୍ଵାରା ଆମେ ପାଇପାରିବା। ଆମେ ମନ ପରିବର୍ତ୍ତନ କରିବା ଦ୍ଵାରା ଆମେ ଅନନ୍ତ ଜୀବନ ପାଇପାରିବା। ଆମେ ଯଦି କେହି ମନ ପରିବର୍ତ୍ତନ କରିବା ନାହିଁ, କୌଣସି ପ୍ରକାରେ ଆମେ ଅନନ୍ତ ଜୀବନ ପାଇପାରିବା ନାହିଁ। ଆଉ ଜଣେ ବ୍ୟକ୍ତି କହୁଛନ୍ତି ମାର୍କ 10:17ରେ, ହେ ସଦ୍ଗୁରୁ, ମୁଁ କିଭଳି ଭାବରେ ଅନନ୍ତ ଜୀବନ ଅଧିକାରୀ ହେଇପାରିବି ବୋଲି। ଆଉ ଲୋକ 10:25ରେ ମଧ୍ୟ ଜଣେ ଶାସ୍ତ୍ରଜ୍ଞ ପ୍ରଭୁଙ୍କୁ ପ୍ରଶ୍ନ ପଚାରିବା ଆଳରେ ସେ ମଧ୍ୟ କହୁଛନ୍ତି,
ଆମେ ଅନନ୍ତ ଜୀବନ ପାଇବା ପାଇଁ କଣ କରିବା ଦରକାର ବୋଲି ଏଭଳି ଭାବରେ ପ୍ରଭୁ ଯୀଶୁଙ୍କୁ ସେମାନେ କହୁଛନ୍ତି। ତେଣୁ ମୁଁ ଆଜି ଏ ଟପିକ ଉପରେ ନଉଛି ଆମେ କିପରି ପାଇପାରିବା ଅନନ୍ତ ଜୀବନ, ତାହା ମତେ ପଢିଦେବେ ପ୍ରେରିତ 11:18। ଏହି ସମସ୍ତ କଥା ଶୁଣିବାରୁ ସେମାନେ ନିରୁତ୍ତର ହେଲେ ଓ ଈଶ୍ୱରଙ୍କର ପ୍ରଶଂସା କରି କହିଲେ, ତେବେ ଈଶ୍ୱର ବିଜାତି ମାନଙ୍କୁ ମଧ୍ୟ ଜୀବନ ପ୍ରାପ୍ତି ନିମନ୍ତେ ମନ ପରିବର୍ତ୍ତନ ଦାନ କରିଅଛନ୍ତି। ଆମେନ୍। ପ୍ରଭୁ ସେମାନେ ବିଜାତି ମାନେ ମଧ୍ୟ କିଭଳି ଭାବରେ ଅନନ୍ତ ଜୀବନ ପାଇପାରିବେ ସେ ପ୍ରକାର ପ୍ରଭୁ ଆମମାନଙ୍କ ଜୀବନରେ କାର୍ଯ୍ୟ କରିଛନ୍ତି। ଆମେ ପ୍ରଭୁଙ୍କୁ ଗ୍ରହଣ କରିଦେବା, ଆମେ ପ୍ରଭୁଙ୍କୁ ଖାଲି ବିଶ୍ୱାସ କରିଦେବା, ସେ ଅନୁସାରେ ଆମେ କେବେ ବି ପାଇପାରିବାନି ଅନନ୍ତ ଜୀବନର ଅଧିକାରୀ, ଆମେ କେବେ ବି ହେଇପାରିବାନି। ଆମେ ପ୍ରଭୁଙ୍କୁ ଖାଲି ଗ୍ରହଣ କରିଦେବା ଦ୍ୱାରା ଆମେ କେବେ ପାଇପାରିବାନି। ତାଙ୍କର ବାକ୍ୟ ଅନୁସାରେ ଆମେ ବଞ୍ଚିବାକୁ ପଡିଥାଏ। ତାଙ୍କର ବାକ୍ୟକୁ ଆମେ ପାଳନ କରିବା, ଆମ ହୃଦୟରେ ରଖିବା, ତେବେ ଯାଇକି ଆମେ ସେଇ ଅନନ୍ତ ଜୀବନ ପାଇପାରିବା। ବାକ୍ୟ ଅନୁସାରେ ଲେଖା ଅଛି। ଆଉ ରୋମିଓ 6:23 ପଢିବା। କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ହଁ ମୋର ପ୍ରିୟ ଶୁଣିମାନେ, ପାପର ବେତନ ମୃତ୍ୟୁ ଅଟେ। ଆମମାନଙ୍କର ପାପର ବେତନ ମୃତ୍ୟୁ ହେଇଯାଇଥିଲା। ଆମମାନେ ପାପ କରିଥିଲୁ, ହବା ଆଦମଙ୍କ ଦ୍ୱାରା ଆମେ ଅନନ୍ତ ଜୀବନ ଅଧିକାରୀରୁ ଆମେ ବିମୁଖ ହେଇଯାଇଥିଲୁ, ଆମେ ମୃତ ହେଇଯାଇଥିଲୁ। କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହର ଦାନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସହଭାଗିତାରେ ଆମେ ଅନନ୍ତ ଜୀବନର ଅଧିକାରୀ ବା ଅନନ୍ତ ଜୀବନ ଅଟେ। ସେ ଅନୁସାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ଅନନ୍ତ ଜୀବନ ଅଟନ୍ତି। ଆମେ ସେ ଅନୁସାରେ ସହଭାଗିତାରେ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁସାରେ ଠାରେ ଆମେ ଅନନ୍ତ ଜୀବନର ସହଭାଗିତା ହେଇପାରିଛୁ। ଆଉ ଆମେ ମନ ପରିବର୍ତ୍ତନ କରିବା ଦ୍ୱାରା ଏସବୁ ମିଳିଥାଏ। ମୋର ମା ଭଉଣୀ ମାନେ, ଆମେ ମନକୁ ଯେତେବେଳେ ପରିବର୍ତ୍ତନ କରିବା ସେତେବେଳେ ଏଇ ଅନନ୍ତ ଜୀବନର ଅଧିକାରୀ ହେଇପାରିବା। ଆମର କୌଣସି କ୍ରିୟାକର୍ମ, ଆମର କୌଣସି ଧର୍ମ କର୍ମ, ଆମର କୌଣସି ବାକ୍ୟ ପ୍ରଚାର, ଆମର କୌଣସି ପ୍ରକାର ଗୀତ ଗାଇବା, ବାଇବେଲ ପଢିବା, ପ୍ରାର୍ଥନା କରିବା, ଏତିକି ଖାଲି କରିବା ଦ୍ୱାରା ଆମେ କେବେ ବି ପାଇପାରିବା। ମନ ପ୍ରଥମେ ପରିବର୍ତ୍ତନ କରିବା। ଏଇଟା ଲେଖାଯାଏ ପ୍ରଥମ ଯୋହନ 5:11-12-13 ଟିକେ ପଢିଦେବେ। ସେହି ସାକ୍ଷ୍ୟ ଏହି ଯେ ଈଶ୍ୱର ଆମମାନଙ୍କୁ ଅନନ୍ତ ଜୀବନ ଦେଇଅଛନ୍ତି, ପୁଣି ସେହି ଜୀବନ ତାହାଙ୍କ ପୁତ୍ରଙ୍କ ଠାରେ ଅଛି। ଯେ ପୁତ୍ରଙ୍କୁ ପାଇଅଛି ସେ ଜୀବନ ପାଇଅଛି, ଯେ ଈଶ୍ୱରଙ୍କ ପୁତ୍ରଙ୍କୁ ପାଏ ନାହିଁ ସେ ଜୀବନ ହିଁ ପାଏ ନାହିଁ। ଆମେନ୍। ହାଲେଲୁୟା, ପ୍ରେଜ୍ ଦ ଲର୍ଡ। ଏଠାରେ ଆମେ ଜାଣିପାରୁଛୁ କେମିତି ସେହି ଅନୁଗ୍ରହ, କେତେ ଏଇଟା କହିଲେ? ଯୋହନ 5 କେମିତି ଆମେ ପାଇବା ପ୍ରଭୁଙ୍କୁ? ପୁତ୍ରଙ୍କ ଦ୍ୱାରା ଆମେ ପାଇଛୁ। ସେହି ଜୀବନ ପୁତ୍ରଙ୍କ ଠାରେ ଅଛି, ତ ଆମେ ସେଭଳି ଭାବେ ଅନନ୍ତ ଜୀବନ ପାଇପାରିବା। ଆଜି ଆମ ଜୀବନରେ ଅନେକ ପ୍ରକାର ଘାତ ପ୍ରତିଘାତ ଦେଇକି ଆମେ ବଞ୍ଚୁଛୁ, କିନ୍ତୁ ଆମେ ସେଇ ପୁତ୍ରଙ୍କୁ ଯେତେବେଳେ ଧରି ରଖିବା ଆମେ ସବୁ ବିଷୟ ଆମେ ଜୟ କରିପାରିବା। ଆଉ ସେ ପ୍ରଭୁଙ୍କ ଠାରୁ ଆମେ ସେଇ ଅନନ୍ତ ଜୀବନ ପାଇପାରିବା। ଆମ ଜୀବନରେ ପ୍ରତ୍ୟେକ ଦୁଃଖ ଆସେ, ସୁଖ ଆସେ, କିନ୍ତୁ ଆମେ ଏସବୁକୁ ମଧ୍ୟରେ ଥାଇ ମଧ୍ୟ ଆମେ ସେଇ ପ୍ରଭୁ ଯୀଶୁ, ସେଇ ଅନନ୍ତ ଜୀବନ, ସେଇ ପ୍ରଭୁ ଯୀଶୁଙ୍କୁ, ସେଇ ବାକ୍ୟକୁ ଆମ ଜୀବନରେ ରଖିକି ଆମ ସଦା ସର୍ବଦା ଆମ ଜୀବନରେ ଚାଲିବା ଦରକାର ଅଟେ। ମୋର ପ୍ରିୟ ପୁଣି ମୋର ମା ମାନେ, ଯଦି ଆମେ ସେ ସବୁ ଛାଡିଦେବା ଆମେ କିପରି ପାଇପାରିବା? ଆମେ କେବେ ବି ପାଇପାରି ହେବ ନାହିଁ। କିନ୍ତୁ ସେଥିପାଇଁ ଏସବୁ ଘାତ ପ୍ରତିଘାତକୁ ନେଇ ମଧ୍ୟ ସେହି ପ୍ରଭୁ ପୁତ୍ରଙ୍କ ଦ୍ୱାରା ଆମେ ଧରି ରଖିକି ଅନନ୍ତ ଜୀବନ ପାଇପାରିବା। ଆଉ ଅଧିକାରୀ ଆମେ କିଭଳି ଭାବରେ ହେଇପାରିବା ସେଇଟା ଜାଣିବା। ପ୍ରଥମ ତିମୋଥୀ 6:12 ବିଶ୍ୱାସରେ ଉତ୍ତମ ଯୁଦ୍ଧରେ ପ୍ରାଣପଣ କର, ଅନନ୍ତ ଜୀବନ ଧରି ରଖ, ସେଥିପାଇଁ ତ ତୁମେ ଆହତ ହୋଇଅଛ ଓ ଅନେକ ସାକ୍ଷୀଙ୍କ ସାକ୍ଷାତରେ ଉତ୍ତମ ସାକ୍ଷ୍ୟ ଦେଇଅଛ। ବିଶ୍ୱାସରେ ଉତ୍ତମ ଯୁଦ୍ଧରେ ପ୍ରାଣପଣ କର। ଆମେ ବିଶ୍ୱାସରେ ରହିବା, ଆମ ଉତ୍ତମ ଯୁଦ୍ଧରେ ପ୍ରାଣପଣ କରିବା, ଅନନ୍ତ ଜୀବନକୁ ଆମେ ଧରି ରଖିବା। ସେଥିପାଇଁ ଆମେ ମାନେ ଆହତ ହୋଇଅଛୁ ଆଉ ଅନେକଙ୍କ ପାଇଁ ଆମେ
ସାକ୍ଷ୍ୟ ସ୍ୱରୂପ ହେବା ଆଜିର ଆବଶ୍ୟକ ଅଛି। ଆଉ ଏବେବି 12:4 ତୁମ୍ଭେମାନେ ପାପ ବିରୁଦ୍ଧରେ ଜୟ କରି ଏ ଯାଏ ରକ୍ତ ବ୍ୟୟ ପର୍ଯ୍ୟନ୍ତ ପ୍ରତିରୋଧ କରିନାହ। ଆମ୍ଭେମାନେ ପାପକୁ କିଭଳି ଭାବରେ ଜୟ କରିବା, ସେହି ଅନନ୍ତ ଜୀବନ ପାଇବା ପାଇଁ ଆମେ ଯେତେବେଳେ ଚେଷ୍ଟା କରିଥାଉ, ଆମେ ଯେତେବେଳେ ପାଇଅଛୁ, ଆମେ ସମସ୍ତେ ପାଇଅଛୁ, ପ୍ରଭୁ ଆମକୁ ଦେଇ ସାରିଛନ୍ତି, କିନ୍ତୁ ଆମେ ଯେତେବେଳେ ପାଇବାକୁ ଯାଇଥାଉ ଶୈତାନ ଆମମାନଙ୍କୁ ସେସବୁରୁ କଣ କରିଥାଏ, ସବୁବେଳେ ବିମୁଖ ହେବା ପାଇଁ ସିଏ ଆମମାନଙ୍କୁ ଦେଇଥାଏ। ସେ ଆମମାନଙ୍କର ସେ ଅନନ୍ତ ଜୀବନ ହରେଇକି ଆମମାନଙ୍କୁ ସେଇ ଅନନ୍ତ ନର୍କକୁ ଦେବା ପାଇଁ ସେ ସବୁବେଳେ ଚେଷ୍ଟିତ କରିଥାଏ। ତେଣୁ ଆମେ କେମିତି ହେବା ଦରକାର, ଆମେ ପାପ ବିରୁଦ୍ଧରେ ଜୟ କରି ଏଯାଏ ରକ୍ତ ବ୍ୟୟ ପର୍ଯ୍ୟନ୍ତ ପ୍ରତିରୋଧ କରିବା। ତେଣୁ ଆମେ ଶୈତାନର ବିରୁଦ୍ଧରେ ଆମେ ଜୟ କରିବାକୁ ପଡିଥାଏ। ମୋର ଭଉଣୀ ମାମା, ଶୈତାନକୁ ଆମେ ଜୟ କରିବାର ଅଛି। ସେଇ ଅନେକ ପାପ ଦେଇ ଆମମାନଙ୍କୁ ପତିତ କରିବା ପାଇଁ ଚାହିଁଥାଏ, କିନ୍ତୁ ଆମେ ସେଇ ଅନନ୍ତ ଜୀବନ ଅଧିକାରୀ, ସେ ସତ୍ୟ ଆତ୍ମା ପାଇ ଆମେ କଣ କରିବା, ସେ ସତ୍ୟକୁ ନେଇ ସେ ଶୈତାନକୁ ଆମେ ପରାଜୟ କରି ସେ ଅନନ୍ତ ଜୀବନ ଅଧିକାରୀ ହେବା। ଏହା ପ୍ରଭୁ ଦ୍ୱିତୀୟ କରିନ୍ଥିୟ 10:4-5 ପଢିବା। ଯେଣୁ ଆମ୍ଭମାନଙ୍କ ଯୁଦ୍ଧର ଅସ୍ତ୍ରଶସ୍ତ୍ର ଶାରୀରିକ ନୁହେଁ, ମାତ୍ର ଦୃଢ ଗଢ ଭୂମିସାତ୍ କରିବା ନିମନ୍ତେ ଈଶ୍ୱରଙ୍କ ଦୃଷ୍ଟିରେ ସେହି ସବୁ ଶକ୍ତିଯୁକ୍ତ ଅଟେ। ଆମ୍ଭେମାନେ ତର୍କ ବିତର୍କ ସବୁ ଓ ଈଶ୍ୱରଙ୍କ ଜ୍ଞାନ ବିରୁଦ୍ଧରେ ଉତ୍ଥିତ ସମସ୍ତ ଉଚ୍ଚ ବିଷୟ ଭୂମିସାତ୍ କରୁ, ପୁଣି ପ୍ରତ୍ୟେକ କଳ୍ପନାକୁ ଖ୍ରୀଷ୍ଟଙ୍କ ବାଧ୍ୟ ହେବା ନିମନ୍ତେ ବନ୍ଦୀ କରୁ। ଆମେନ୍। ଆମେନ୍। ଏସବୁ ଆମେ କେମିତି, ଶୈତାନ ଆମକୁ କଣ କରୁଛି, ଆଉ ଥରେ ପଢନ୍ତୁ। ଯେଣୁ ଆମ୍ଭମାନଙ୍କ ଯୁଦ୍ଧର ଅସ୍ତ୍ରଶସ୍ତ୍ର ଶାରୀରିକ ନୁହେଁ, ମାତ୍ର ଦୃଢ ଗଡ ଭୂମିସାତ୍ କରିବା ନିମନ୍ତେ ଈଶ୍ୱରଙ୍କ ଦୃଷ୍ଟିରେ ସେହି ସବୁ ଶକ୍ତିଯୁକ୍ତ ଅଟେ। ଆମ୍ଭେମାନେ ତର୍କ ବିତର୍କ ସବୁ ଓ ଈଶ୍ୱରଙ୍କ ଜ୍ଞାନ ବିରୁଦ୍ଧରେ ଉତ୍ଥିତ ସମସ୍ତ ଉଚ୍ଚ ବିଷୟ ଭୂମିସାତ୍ କରୁ, ପୁଣି ପ୍ରତ୍ୟେକ କଳ୍ପନାକୁ ଖ୍ରୀଷ୍ଟଙ୍କ ବାଧ୍ୟ ହେବା ନିମନ୍ତେ ବନ୍ଦୀ କରୁ। ଆମେନ୍। ଆମେନ୍। ଆମେ କଣ କରିବା, ଆମମାନଙ୍କ ଯୁଦ୍ଧର ଅସ୍ତ୍ରଶସ୍ତ୍ର ଶାରୀରିକ ନୁହେଁ। ଆମମାନଙ୍କର ଯୁଦ୍ଧର ଅସ୍ତ୍ରଶସ୍ତ୍ର ଶାରୀରିକ ଭାବରେ ନୁହେଁ। ଆମେ ଶାରୀରିକ ଭାବରେ ଯଦି ଆମେ ଶୈତାନକୁ ପରାଜିତ କରିବା, ଆମେ କଣ କରିବା, ଆମେ ଖଣ୍ଡା, ଆମେ ତଲବାର, ଆମେ ଏସବୁ ନେଇକି ଆମେ କେବେ ବି ଶୈତାନକୁ କଣ କରିପାରିବା ନାହିଁ, ଆମେ କେବେ ତାକୁ ପରାଜୟ କରିପାରିବା ନାହିଁ। ତେଣୁ ଆମମାନେ କେମିତି ଆମମାନଙ୍କର ଯୁଦ୍ଧର ଅସ୍ତ୍ରଶସ୍ତ୍ର ଶାରୀରିକ ନୁହେଁ, ଆମମାନଙ୍କର ଯୁଦ୍ଧର ଅସ୍ତ୍ରଶସ୍ତ୍ର କୋଉ ପ୍ରକାର ଅଟେ, ଆତ୍ମିକ ଭାବରେ ଅଟେ। ସେଇ ଅନନ୍ତ ଜୀବନ ଆମମାନଙ୍କ ଜୀବନରେ ଅଛି। ଆମେ ସେହି ପବିତ୍ର ଆତ୍ମାଙ୍କ ଶକ୍ତିରେ ସେହି ଶୈତାନକୁ ଆମେ କଣ କରିବାର ଅଛି, ଆମେ ସେହି ଅନନ୍ତ ଜୀବନରେ ଶକ୍ତିଯୁକ୍ତ ହେଇକି ଆମେ ସେହି ଶୈତାନକୁ ପରାସ୍ତ କରିବାର ଅଛି। ଆମେ ଦୁର୍ବଳ ନ ହେବା, ଆମେ ସେଇ ଅସ୍ତ୍ର ଦେଇକି ଆମେ ସେଇ ଶୈତାନକୁ ପରାଜୟ କରିବା। ଆମେ ଶାରୀରିକ ଭାବରେ କଣ କରିବା, ଯୁଦ୍ଧର ଅସ୍ତ୍ରଶସ୍ତ୍ର ନ ଧରିକି ଆଜିଙ୍କ ଯୁଦ୍ଧରେ ଆମେ ଶୈତାନକୁ ପରାଜୟ କରିବା। ଆମ୍ଭେମାନେ ତର୍କ ବିତର୍କ ସବୁ ଓ ଈଶ୍ୱରଙ୍କ ଜ୍ଞାନ ବିରୁଦ୍ଧରେ ଉତ୍ଥିତ ସମସ୍ତ ଉଚ୍ଚ ବିଷୟ ଭୂମିଚ୍ୟୁତ କରୁ। ଆମେ କଣ ତର୍କ ବିତର୍କ ଏସବୁ ବିଷୟ ଦ୍ଵାରା ଈଶ୍ୱରଙ୍କର ଜ୍ଞାନକୁ ବିରୁଦ୍ଧରେ ଉତ୍ଥିତ ଉଚ୍ଚ ବିଷୟକୁ ଆମେ ଭୂମିସାତ କରୁ, ପୁଣି ପ୍ରତ୍ୟେକ କଳ୍ପନାକୁ ଖ୍ରୀଷ୍ଟଙ୍କ ବାଧ୍ୟ ହେବା ନିମନ୍ତେ ବନ୍ଦୀ କରୁ। ଆମର ପ୍ରତ୍ୟେକ କଳ୍ପନା ମନ୍ଦ ଅଟେ, ବାକ୍ୟରେ ଲେଖାଯାଏ। ଆମେ ଆମ କଳ୍ପନାକୁ ଆମେ କଣ କରିଥିବା, ଈଶ୍ୱରଙ୍କ ବାଧ୍ୟ ହବା ପାଇଁ ଆମେ ଚିନ୍ତା କରିବା। ଆମ ଜୀବନକୁ ଈଶ୍ୱରଙ୍କ ଦ୍ଵାରା, ଈଶ୍ୱରଙ୍କ ବାକ୍ୟରେ ଈଶ୍ୱର ଯାହା ଆମ ଜୀବନରେ ଚାହାନ୍ତି, ଆମେ ସେଭଳି ଭାବରେ ପ୍ରଭୁଙ୍କ ପାଖରେ ଆମେ ବାଧ୍ୟ ହେବା ପାଇଁ ଆମ ଆତ୍ମାର କଳ୍ପନା ସବୁକୁ ଆମେ କଣ କରିବା, ବନ୍ଦୀ କରିବା ଉଚିତ। ପ୍ରିୟ ମୋର ମୋ ମା ମାନେ, ଠିକ ସେଇଭଳି ଭାବରେ ଅନନ୍ତ ଜୀବନ ପ୍ରଭୁଙ୍କ ଦ୍ଵାରା ଦତ୍ତ ଅଟେ। ତାହା ସେହି ଆମେ ସମସ୍ତେ ପାଇଅଛୁ ଅନନ୍ତ ଜୀବନ। ଠିକ ସେମିତି ଆଦମ ଆଉ ହବା ମଧ୍ୟ ପାଇଥିଲେ, ଅନନ୍ତ ଜୀବନ ଅଧିକାରୀ ହୋଇଥିଲେ।
କିନ୍ତୁ ଶୈତାନ ଦ୍ଵାରା ସେମାନଙ୍କ ଜୀବନରେ ପାପ ପ୍ରବେଶ ହେଇ ସେମାନେ କଣ କଲେ? ଅବାଧ୍ୟ ହେଲେ, ପ୍ରଭୁଙ୍କ ଠାରୁ ଅବାଧ୍ୟ ହେଲେ, ତାଙ୍କର ବାକ୍ୟ ବିରୁଦ୍ଧାଚରଣ କଲେ। ତାପରେ ତାଙ୍କ ଆଜ୍ଞାର ଅମାନ୍ୟ ଦ୍ଵାରା ତାଙ୍କେ ଅନନ୍ତ ମୃତ୍ୟୁ ମଧ୍ୟ ଭୋଗ କଲେ। ଠିକ ସେମିତି ସାଉଲ ରାଜା, ତାଙ୍କୁ ମଧ୍ୟ ପ୍ରଭୁ କଣ କରିଥିଲେ? ମନୋନୀତ କରିଥିଲେ। ସେ ମଧ୍ୟ ଗୋଟେ ଅନନ୍ତ ଜୀବନର ଅଧିକାରୀ ଥିଲେ, ମହାନ ରାଜା ଥିଲେ, ସେ ଇସ୍ରାଏଲ ପ୍ରଥମ ରାଜା ଥିଲେ। ତାଙ୍କ ଦ୍ଵାରା ମଧ୍ୟ ସେ ଶୈତାନର ବଶବର୍ତ୍ତୀ ହେଇକି ଏତେ ବଡ ରାଜା ଆସିଏ, ଇସ୍ରାଏଲର ରାଜା, କିନ୍ତୁ ନିଜର ଅନନ୍ତ ଜୀବନକୁ ସେ ଶୈତାନର ବଶବର୍ତ୍ତୀ ହେଇକି ପ୍ରଭୁଙ୍କ ଆଜ୍ଞାକୁ ଉଲ୍ଲଂଘନ କରିକି ସେ ଆଜି କଣ ହଉଛନ୍ତି? ନିଜ ଅନନ୍ତ ଜୀବନକୁ ସେ ହରେଇ ବସିଲେ। ମୋର ପ୍ରିୟ ଜୀବନ ଠିକ ସେମିତି ଆଉ ଯଦି ଦେଖିବା ଆମେ ରାଜା ସଲମନ, ଜ୍ଞାନୀ ସଲମନ ଅଟନ୍ତି ସେ, ଦାଉଦ ରାଜାଙ୍କ ପୁତ୍ର ସେ ସଲମନ, ସେ ମଧ୍ୟ ଅନନ୍ତ ଜୀବନର ଅଧିକାରୀ ଥିଲେ, ସେ ମହାଜ୍ଞାନୀ ଥିଲେ। ତାଙ୍କେ ପ୍ରତ୍ୟେକ ଇସ୍ରାଏଲର ପ୍ରତ୍ୟେକ ଜଗତର ମୁଁ ତ କହିବି ସମସ୍ତଙ୍କୁ ମହାଜ୍ଞାନୀ ଥିଲେ। ସେ ପରମେଶ୍ୱରଙ୍କୁ ତାହା ସେ ମାଗିଥିଲେ, ପୁଣି ଜ୍ଞାନ ପାଇଥିଲେ। ସେଇ ସଲମନ ରାଜା ତାଙ୍କର ଜ୍ଞାନ ଦ୍ଵାରା ସେ ସବୁ ବିଷୟ ସେ ଜୟ କରିପାରିଥିଲେ। ଜେରୁସାଲେମ ମନ୍ଦିରକୁ ସେ ସ୍ଥାପିତ ମଧ୍ୟ କରିଥିଲେ। କିନ୍ତୁ ସେ କଣ କଲେ? ସେ ମଧ୍ୟ ଅନନ୍ତ ଜୀବନର ଅଧିକାରୀ ଥିଲେ। ମୋର ପ୍ରିୟ ମା ଭଉଣୀ ମାନେ ଥିଲେ, ସେ ଆଜି ତାଙ୍କର ପ୍ରଭୁଙ୍କର ଆଜ୍ଞା ଉଲ୍ଲଂଘନ କଲେ। ପୁଣି ତାଙ୍କର ଯୋଉ ସ୍ତ୍ରୀ ଦ୍ଵାରା ସେ ପାପରେ ପତିତ ହୋଇ ଦେବ ପୂଜକ ହେଇ ଲାଷ୍ଟ ପୁଣି ତାଙ୍କର ଶେଷ ସମୟଟା ଅଛି କଣ ହେଇଗଲା? ପାପମୟରେ ତାଙ୍କେ ପତିତ ହେଇଥିଲେ, ବିଚାର କର୍ତ୍ତାରେ ଲେଖାଯାଏ। ଆଉ ଠିକ ସେମିତି ଦାଉଦ ଗଲିଆତ ବିଷୟରେ ଆମେ ଜାଣିବା। କେମିତି ଦାଉଦ କେମିତି ଆତ୍ମିକ ଅସ୍ତ୍ର ଦ୍ଵାରା ସେ କଣ କରିଥିଲେ? ଏମାନେ ନିଜ ଆତ୍ମିକ ଜୀବନ, ନିଜ ଅନନ୍ତ ଜୀବନକୁ ଏମାନେ ସମସ୍ତେ ହରେଇ ବସିଲେ। କିନ୍ତୁ ଦାଉଦଙ୍କ ଦ୍ଵାରା ସେଇ ପରମେଶ୍ୱରଙ୍କର ଦୋଷ, ସେଇ ଅନନ୍ତ ଜୀବନର ସେଇ ଆତ୍ମିକ ଯୋଦ୍ଧା ଥିଲେ ଦାଉଦ। ଠିକ ସେଇଭଳି ଭାବରେ ଗଲିଆତ ଥିଲେ ଫଲିଷ୍ଟିୟ ଯୋଦ୍ଧା, ସେ ବି ଗୋଟିଏ ବୀର ଥିଲେ। ସେ ଠିକ ସମୟରେ ଦାଉଦ ଥିଲେ ଗୋଟେ ଛୋଟ ଛୁଆ, ଛୋଟ ଯୁବକ ଥିଲେ, କିନ୍ତୁ ଗଲିଆତ ଗୋଟେ କଣ ଥିଲେ? ସେ ଯୁବ ଅବସ୍ଥାରେ ଥିଲେ। ଦାଉଦ ଗୋଟେ ଛୋଟ ଶିଶୁ ଟାଇପର ଥିଲେ। ତାଙ୍କେ ସେ 12 ବର୍ଷର ହେଇଥିଲେ ପାଠରେ ଲେଖାଯାଏ। ହେଲେ ଗଲିଆତ ଗୋଟେ ବୟସ ପ୍ରାପ୍ତ ଥିଲେ ତାଙ୍କେ, କିନ୍ତୁ ଦାଉଦଙ୍କ ଶରୀରରେ ଶକ୍ତି ନଥିଲା, ତାଙ୍କର ଶରୀରର ଉଚ୍ଚତା ନଥିଲା, ତାଙ୍କ ଶରୀରର ଓଜନ ନଥିଲା। କିନ୍ତୁ ଗଲିଆତ ତାଙ୍କ ତୁଳନାରେ ଅନେକ ଶକ୍ତି, ଅନେକ ତାଙ୍କର ଅନେକ ପାୱାର ଥିଲା। କିନ୍ତୁ ଦାଉଦଙ୍କ ଜୀବନରେ କଣ ଥିଲା? ସେଇ ଅନନ୍ତ ଜୀବନ, ସେହି ପିତା ପରମେଶ୍ୱର ଥିଲେ। ତେଣୁ ସେ କଣ କରିଥିଲେ? ଗଲିଆତକୁ ତାର କୌଣସି ତାଙ୍କର ଉଚ୍ଚତାକୁ ଦେଖି ସେ ଭୀତ ହୋଇନଥିଲେ, ତାଙ୍କର ଅସ୍ତ୍ରଶସ୍ତ୍ରକୁ ଦେଖି ଗଲିଆତ ଦାଉଦ ଭୀତ ହୋଇନଥିଲେ। କାହିଁକି? ପରମେଶ୍ୱରଙ୍କର ଆତ୍ମା ତାଙ୍କ ଜୀବନରେ ଥିବାରୁ ସେ ଗଲିଆତକୁ ସେ ଯୁଦ୍ଧ ଦ୍ଵାରା, ଆତ୍ମିକ ଯୁଦ୍ଧ ଦ୍ଵାରା ସେ ତାଙ୍କୁ ପରାସ୍ତ କରିକି ସେ ଇସ୍ରାଏଲର ଉଦ୍ଧାର କରିଥିଲେ ବା ଇସ୍ରାଏଲକୁ ଜୟ କରିଥିଲେ। ଠିକ ସେମିତି ହେବା ଆଜି ଆମେ ମୋ ମା ଭଉଣୀ ମାନେ ଆମେ ଛୋଟ ହେଇଥିବା, କିନ୍ତୁ ଆମ ଜୀବନର ଯୋଉ ଆତ୍ମିକର ଯୋଉ ଶକ୍ତି ଅଛି, ଆତ୍ମିକ ଜୀବନଟା ଆମେ ଯେତେ ବଡ ଶୈତାନର ପ୍ରତ୍ୟେକ ପାୱାର, ଶୈତାନର ଶକ୍ତି ଚାତୁରୀକୁ ଆମେ ସେହି ଆତ୍ମିକ ଶକ୍ତି, ସେହି ଅନନ୍ତ ଜୀବନ ଆମେ ଯାହା ପାଇଅଛୁ, ତାହା ଆମେ ଧରି ରଖି ସେହି ଶୈତାନକୁ ଆମେ ପରାଜିତ କରିବାକୁ ପ୍ରିୟ ଭାଇ। ସେଇଭଳି ଭାବରେ ପ୍ରଭୁ ଆମମାନଙ୍କୁ ଉପରକୁ କରୁଛୁ। ଆଉ ଗୋଟେ ପଢିବା ପ୍ରଥମ କରନ୍ତୀୟ 9:27। ଅନ୍ୟ ଲୋକମାନଙ୍କ ନିକଟରେ ପ୍ରଚାର କରି କାଳେ ମୁଁ ନିଜେ କୌଣସି ପ୍ରକାରେ ଅଗ୍ରାହ୍ୟ ହୁଏ, ଏଥିପାଇଁ ମୋର ନିଜ ଶରୀରକୁ କଷ୍ଟ ଦେଇ ବଶରେ ଦାସ କରି ରଖୁଅଛି। ଆମେ ଅନ୍ୟ ଏଇଟା ସାଧୁ ପାଉଲ ଲେଖନ୍ତି, ଅନ୍ୟ ଲୋକମାନଙ୍କ ନିକଟରେ ପ୍ରଚାର କରି କାଳେ ମୁଁ ନିଜେ କୌଣସି ପ୍ରକାରେ ଅଗ୍ରାହ୍ୟ ହୁଏ, ଏଥିପାଇଁ ମୋର ନିଜ ଶରୀରକୁ କଷ୍ଟ ଦେଇ ବଶରେ ଦାସ କରି ରଖୁଅଛି। ତେଣୁ ଆମ ନିଜ ଜୀବନର ଆମର ଅନେକ ପ୍ରକାର ଇଚ୍ଛା ଥାଏ, ଆକାଂକ୍ଷା ଥାଏ। ଆଜି ଆମେ ଏମିତି କରିବା, ସେମିତି କରିବା, ଯୋଉ ଦ୍ଵାରା ଆମେ ସେଇ ଅନନ୍ତ ଜୀବନକୁ ଆମେ ମୋ ଭାଇ ଭଉଣୀ, ମୋ ପ୍ରିୟ ମା ଭଉଣୀ ମାନେ ଆମେ ହରେଇ ମଧ୍ୟ ପାରିପାରିବା। ଆଜି ଆମ ଆତ୍ମିକର ଯୋଉ ସବୁ ଲାଳସା ଥାଏ, ମାନେ ଆମ ଶାରୀରିକ ଭାବରେ, ଆମ ଚକ୍ଷୁ ଲାଳସା ଭାବରେ ଆମେ ଏସବୁ କରିବା, ସେସବୁ କରିବି, ମୁଁ ଏଇଟା କରିବି, ମୁଁ ଏମିତି କରିବି, ସେମିତି କରିବି,
आमे तो खराब विषय मध्य शैतान दे आम लालसा द्वारा आमे कोन करथाउ से सब प्रति आमे आकृष्ट मध्य हेइथाउ जहा फल आम जीवन रु से अनंत जीवनटा को आमे हरे मध्य बसिथाउ किंतु साधु पाल कौन कले से निज शरीर को कष्ट मध्य देले से कौन सी प्रकार शारीरिक अभिलाष विषय से बंची नथिले परमेश्वर बंची से जिते दर्शन पाइले से प्रभु निमंत संपूर्ण निज को समर्पी देइथिले पुणे शेष जीवन पर्यंत से प्रभु बंची प्रभु बाध्य बंची तेणु से लिखुंट मो शरीर को कष्ट दे बसरे बास कर रखुअछि निज शरीर अभिलाष को आम सब पूर्ण करवा नुहे मो प्रिय माँ पुणे मैंने आमे कौन करबा प्रभु को विषय को आम जीवन को देबा आम प्रभु को विषय को आम जीवन रे स्थान देबा आम जीवन रे कष्ट आसी पारे आम जीवन रे दुख आसी पारे आम जीवन रे समस्या आसी पारे आम जीवन रे जहाँ मध्य आसी पारे प्रभु को पाई चाहू समझे प्रभु आम जीवन आम अनंत जीवन पाई जहाँ आम पाई प्रयोजन अटे प्रभु से प्रकार आम मान को रखिबे आउ से प्रकार आम जीवन को आम कौन करबा बसीभूत करी रखिबा दरकार अछि आउ गोटे आमे ए सब कौन करले जानिले आमे अनंत जीवन को एक सब करबा द्वारा आमे धरि रखि पारिबा अनंत जीवन आउ अनंत जीवन धरि रखि पारिबा किंतु अनंत जीवन रो अधिकारी आमे कि करि पारिबा ताहा मध्ये गोटे प्रश्न बाकी अछि मो मां आम अनंत जीवन अधिकारी कि करि भाबरे हो पारिबा तेणु आमे आज पढिबा योहान 10:27 पढिबा अनंत जीवन अधिकारी कौन कौन आम जीवन दरकार योहान 10:27 मो मेष सबु मोहर स्वर शुणती और मु सेमानंकु जाने आउ सेमाने मोहर पछे पछे चलती आमेन आमेन प्रभु नाम को धन्यवाद देबा प्रभु एखाने हम माने जानि पारुछु प्रभु कहउछंती मो मेष सबु मोहर स्वर शुणती और मु सेमानंकु जाने आउ सेमाने मोहर पछे पछे चलती परमेश्वर कहउछंती परमेश्वर अधिकारी जितेबाला हेबा अनंत जीवन अधिकारी जितेबाला हेबा तो आम कौन करबा दरकार परमेश्वर स्वर आमको शुणा दरकार अटे प्रभु कहते मोर मेष मोर स्वर शुणती तेणु आम प्रभु स्वर गुड़ाक आम शुणा दरकार अटे परमेश्वर को आम जीवन रे जहाँ एटा आउ थे कह जहाँ कष्ट भी दुखरे भी हो सुखरे भी हो दुखरे भी हो परमेश्वर स्वर अनुसार आम जीवन जापन करवा उचित अटे परमेश्वर को छाड़ी आम केवे जीवा बाहरी के जीवा नाही जदि आम जीवा तो आम कौन ना कौन प्रकार आम अनंत जीवन को थरे बसी पारिबा तेणु आम परमेश्वर से प्रभु स्वर को आम शुणा आउ योहान 12:25 पढ़ा से प्रिय ज्ञान करे से ताहा हराइबो आउ से अपना प्राण को इह जगत रे घृणा करे से ताहा अनंत जीवन निमंते रक्षा करिबो आमेन मोर प्रिय मां भणी मान प्रभु पास आम मान को एहा शिक्षा दिए से अपना प्राण को प्रिय ज्ञान करे से ताहा हराइबो आम निज आत्मा को निज प्राण को एटा मोर पाई एटा मो उन्नति पाई ए सब मो जिंस ए सब मो पाई करिवे सब हम जदि हम करबा निज पाई तो हम कोन करबा मो प्रिय भाई भणी माने प्रिय ज्ञान करबा एबे कहा हमें हराइबा आउ से अपना प्राण को इह जगत रे घृणा करे से ताहा अनंत जीवन निमंते रक्षा करिबो हम कोन करबार अछि जगतर विषय को निज जीवन को प्राण कौन करवा नहीं आ जगतर विषय आम अति उपयुक्त नुहे प्रभु विषय को आम धरी रखा दरकार तेणु जदि आम प्रभु विषय जाना प्रभु सहित रहा निज को घृणा करवा निज को कौन से कष्ट दे प्रभु ठारे जदि आम लगी रहा तो आम कौन कर अनंत जीवन निमंते आम जीवन को रक्षा कर गोटे बाक्य आम पढ़ा रोमियो 2:7 पढ़ा जो माने धैर्य सहित उत्तम कर्म कर गौरव सम्मान और
ଅମରତା ଅନ୍ୱେଷଣ କରନ୍ତି ସେମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରିବେ। ଆମେନ୍। ଏଠାରେ ପ୍ରଭୁ ଆମକୁ ଜଣାନ୍ତି ଯେଉଁମାନେ ଧୈର୍ଯ୍ୟ ସହିତ ଉତ୍ତମ କର୍ମ କରି ଗୌରବ ସମ୍ମାନ ଓ ଅମରତା ଅନ୍ୱେଷଣ କରନ୍ତି ସେମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରିବେ ପରମେଶ୍ୱର। ଆମେ କଣ କରିବା? ଧୈର୍ଯ୍ୟର ସହିତ ବହୁତ ଧୈର୍ଯ୍ୟର ସହିତ ଆମ ଜୀବନରେ ଆମେ ବଞ୍ଚିବାକୁ ପଡିଥାଏ ମୋର ପ୍ରିୟ ମା ଭଉଣୀ ମାନେ। ଧୈର୍ଯ୍ୟର ସହିତ ଉତ୍ତମ କର୍ମ କରିବା ଆଉ ଉତ୍ତମ କର୍ମ କରି ଗୌରବ ସମ୍ମାନ ଅମରତା ଅନ୍ୱେଷଣ କରିବା। ପରମେଶ୍ୱରଙ୍କ ଦ୍ଵାରା ଆମେ କିଭଳି ଗୌରବ ପାଇପାରିବା, ପରମେଶ୍ୱରଙ୍କ ଦ୍ଵାରା ଆମେ କିଭଳି ଅମରତା ପାଇପାରିବା, ସମ୍ମାନ ପାଇପାରିବା, ଆମେ ସେ ପ୍ରକାର କାର୍ଯ୍ୟ ଗୁଡାକ ଆମେ କରିଥିବା। ତେଣୁ ପ୍ରଭୁ ସେହିମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରିବେ। ଆମେ ସେ ସବୁ କାର୍ଯ୍ୟ କରିବା ଦ୍ଵାରା ପରମେଶ୍ୱର ଆମମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରିବେ। ଆଉ ଗୋଟେ ପଢିବା ଯୋହନ 6:54। ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି। ଆମେନ୍। ଦେଖନ୍ତୁ ପରମେଶ୍ୱର ଆମ ମାନଙ୍କୁ ତାଙ୍କର ବାକ୍ୟ ଦ୍ଵାରା ଜଣାନ୍ତି ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଦେଖନ୍ତୁ ତାଙ୍କର ରକ୍ତ ଆଉ ମାଂସର ଭୋଜ ଅର୍ଥ ଆମେ ପ୍ରଭୁ ଭୋଜ ମଧ୍ୟ ଆମ ପାଇଁ ଅତି ନିହାତି ନିତାନ୍ତ ଆବଶ୍ୟକ ଅଟେ ମୋର ମା ଭଉଣୀ। ତେଣୁ ଆମେ ପ୍ରଭୁ ଭୋଜ ଯେତେବେଳେ ପାଇବା ତାହା ଅତି ଆମ ଜୀବନକୁ ପବିତ୍ର ଭାବରେ ତାହା ଆମେ ପାଇବା ଦରକାର ଅଟେ। ଆଉ ତାହା ଆମେ ନିୟମିତ ଭାବରେ ଆମେ ସମସ୍ତ ସମୟରେ ଆମେ କୌଣସି ବିଷୟରେ ଆମେ ଅବହେଳା ହେବାର ନାହିଁ। ପ୍ରଭୁଙ୍କର ବାକ୍ୟ କୁହେ ମୋର ମା ଭଉଣୀ ମାନେ ପ୍ରଭୁ ଭୋଜ ଆମେ ନିହାତି ନେବା ଦରକାର ଅଟେ ବୋଲି ପ୍ରଭୁ କୁହନ୍ତି। ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଆମକୁ ଅନନ୍ତ ଜୀବନ ପ୍ରାପ୍ତ ହେବାର ଅଛି, ଅଧିକାରୀ ହେବାର ଅଛି। ତ ଆମେ ସେହି ପ୍ରଭୁ ଭୋଜ ଆମେ ନିୟମିତ ଭାବରେ ସବୁ ସମୟରେ ଆମେ ପ୍ରାପ୍ତ ହେବା ଦରକାର ଅଟେ। ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରି ପ୍ରଭୁ ଆମମାନଙ୍କୁ ଶେଷ ଦିନରେ ତାଙ୍କର ସେହି ଦ୍ୱିତୀୟ ଆଗମନରେ ଆମ୍ଭମାନଙ୍କୁ ସେ କଣ କରନ୍ତି? ତାଙ୍କ ସହିତ ସର୍ବପ୍ରଥମେ ସେ ଆମମାନଙ୍କୁ କଣ କରନ୍ତି? ଉତ୍ଥାପିତ କରନ୍ତି। ତାଙ୍କ ଠାରେ ଆମମାନଙ୍କୁ ସେହି ସ୍ୱର୍ଗକୁ ନେଇଯାଆନ୍ତି ବା ସେଠାରେ ଆମେ ସେମାନଙ୍କ ସହିତ ଆମେ କଣ କରିପାରିବା? ସହଭାଗିତା ହେଇପାରିବା। ତାହା ଆମମାନଙ୍କୁ ପରମେଶ୍ୱର କହନ୍ତି। ତାଙ୍କର ପ୍ରଭୁ ଭୋଜର ଅଂଶୀ ଆମେ ହେବା ଆମ ଜୀବନରେ ନିତାନ୍ତ ଜରୁରୀ ବୋଧେ ଏହା ଆମମାନଙ୍କୁ ଜଣାନ୍ତୁ। ଆଉ ପଢିବା ମାଥିଉ 25:46 ପଢୁଛି। ଆଉ ଏମାନେ ଅନନ୍ତ ଶାସ୍ତି କିନ୍ତୁ ଧାର୍ମିକ ମାନେ ଅନନ୍ତ ଜୀବନ ଭୋଗ କରିବାକୁ ଯିବେ। ଆମେନ୍। ପ୍ରଭୁ ଏଠାରେ ଏପରି ଲେଖନ୍ତି ଆମକୁ ଜଣାନ୍ତି ଆଉ ଏମାନେ ଅନନ୍ତ ଶାସ୍ତି। କେଉଁମାନେ ଅନନ୍ତ ଶାସ୍ତି? ଯେଉଁମାନେ ଅନନ୍ତ ଜୀବନର ଅଧିକାରୀ ନୁହନ୍ତି, ଯେଉଁମାନେ ଶୈତାନର ବଶବର୍ତ୍ତୀ ହୁଅନ୍ତି ସେମାନେ କଣ ହୁଅନ୍ତି? ଅନନ୍ତ ଶାସ୍ତି ସେମାନେ ପାଆନ୍ତି। କିନ୍ତୁ ଧାର୍ମିକ ମାନେ ଅନନ୍ତ ଜୀବନ ଭୋଗ କରିବାକୁ ଯିବେ। ଆମେ କଣ କରିବା? ଯେତେବେଳେ ଆମେ ଧାର୍ମିକ ହେଇକି ରହିବା, ପ୍ରଭୁଙ୍କର ସେଇ ଅନନ୍ତ ଜୀବନର ଅଧିକାରୀ ହେଇଯିବା, ତ ଆମେ କଣ କରିବା? ସେଇ ଅନନ୍ତ ଜୀବନକୁ ଆମେ ଭୋଗ କରିବାକୁ ସେଇ ସ୍ୱର୍ଗରେ ଆମେ ଯିବା ମୋ ପ୍ରିୟ ମା ଭଉଣୀ ମାନେ। ତେଣୁ ଆମ ପାଇଁ ଅନନ୍ତ ଜୀବନକୁ ଧରି ରଖିବା ଆଉ ଅଧିକାରୀ ହେବା ଆମର ନିହାତି ଜରୁରୀ ଅଟେ। ପ୍ରଥମ ଯୋହନ 5:20। ଆହୁରି ମଧ୍ୟ ଆମେମାନେ ଜାଣୁ ଯେ ଈଶ୍ୱରଙ୍କ ପୁତ୍ର ଆସିଅଛନ୍ତି ଏବଂ ସତ୍ୟମୟଙ୍କୁ ଜାଣିବା ନିମନ୍ତେ ଆମ୍ଭମାନଙ୍କୁ ଜ୍ଞାନ ଦେଇଅଛନ୍ତି। ପୁଣି ଆମେମାନେ ସେହି ସତ୍ୟମୟଙ୍କ ଠାରେ ଅର୍ଥାତ୍ ତାହାଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ଠାରେ ଥାଉ। ସେ ସତ୍ୟ ଈଶ୍ୱର ଓ ଅନନ୍ତ ଜୀବନ ଅଟନ୍ତି। ଆମେନ୍। Praise the Lord. Hallelujah. ଦେଖନ୍ତୁ ଆମେ ପ୍ରଭୁଙ୍କ ବାକ୍ୟ ମାଧ୍ୟମରେ ଦେଖନ୍ତୁ ଆମେ ଜାଣିପାରିବା ଏଠାରେ କଣ କହୁଛନ୍ତି? ଆହୁରି ମଧ୍ୟ ଆମେ ମାନେ ଜାଣୁଛେ ଈଶ୍ୱରଙ୍କ ପୁତ୍ର ଆସିଅଛନ୍ତି। କାହା ପୁତ୍ର? ସେ ପରମେଶ୍ୱରଙ୍କ ପୁତ୍ର କୋଠାରେ ଏହି ଧରା ପୃଷ୍ଠରେ ଆସିଅଛନ୍ତି ଏବଂ ସତ୍ୟମୟଙ୍କୁ ଜାଣିବା ନିମନ୍ତେ ଆମ୍ଭମାନଙ୍କୁ ଜ୍ଞାନ ଦେଇଅଛନ୍ତି। ସତ୍ୟମୟଙ୍କୁ
ସତ୍ୟମୟ ସେହି ପରମେଶ୍ୱରଙ୍କୁ ଜାଣିବା ପାଇଁ ସେହି ପୁତ୍ର ଆମମାନଙ୍କୁ କଣ କରିଛନ୍ତି? ଜ୍ଞାନ ଦେଇଅଛନ୍ତି। ପୁଣି ଆମ୍ଭେମାନେ ସେହି ସତ୍ୟମୟଙ୍କ ଠାରେ ଅର୍ଥାତ୍ ତାହାଙ୍କ ପୁତ୍ର ସତ୍ୟମୟ କିଏ? ସେହି ସତ୍ୟମୟଙ୍କ ଠାରେ ଅର୍ଥାତ୍ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଥାଉ ସେ ସତ୍ୟ, ଈଶ୍ୱର ଓ ଅନନ୍ତ ଜୀବନ ଅଟନ୍ତି। ଦେଖନ୍ତୁ, ସେଇ ସତ୍ୟମୟ କିଏ ଅଟନ୍ତି? ସେଇ ପୁତ୍ର ଅଟନ୍ତି, ସେହି ଯୀଶୁ ଅଟନ୍ତି, ସେ ଅଟନ୍ତି ସତ୍ୟମୟ ଈଶ୍ୱର, ଆଉ ସେହି ଅଟନ୍ତି କଣ? ଅନନ୍ତ ଜୀବନ ଅଟନ୍ତି। ଦେଖନ୍ତୁ, ପ୍ରଭୁ ଯୀଶୁ ହିଁ ଅଟନ୍ତି ଅନନ୍ତ ଜୀବନ। ତେଣୁ ଆମେ ସେଇ ପ୍ରଭୁ ଯୀଶୁଙ୍କ ଠାରେ ଆମେ କଣ କରିବା? ତାଙ୍କର ସହିତ ଆମେ ରହିବା, ତାଙ୍କର ସେହି ଅନନ୍ତ ଜୀବନର ଅଧିକାରୀ ହେବା, ତାଙ୍କର ସେଇ ଅନନ୍ତ ଜୀବନକୁ ଆମେ ପ୍ରାପ୍ତ ହେବା। ଆମେ ଅନନ୍ତ ଜୀବନ ଅଲରେଡି ପାଇସାରିଛୁ ମୋର ପ୍ରିୟ ମା ପୁରୁଣା। କେମିତି ପାଇଲୁ? ପ୍ରଭୁ ଯୀଶୁ ଯେତେବେଳେ, ପରମେଶ୍ୱର ଯେତେବେଳେ ତାଙ୍କର ଦ୍ୱିତୀୟ ପୁତ୍ରଙ୍କୁ ଏ ଧରା ପୃଷ୍ଠରେ ଆମ୍ଭମାନଙ୍କ ପାପ ନିମନ୍ତେ ଯେତେବେଳେ ପଠେଇଲେ, ସେ ଆମମାନଙ୍କ ସମସ୍ତ ଜଗତର ପାପକୁ କାଲବରୀ କ୍ରୁଶରେ ନେଇ ଯେତେବେଳେ ତାଙ୍କର ରକ୍ତପାତ କରିବା ଦ୍ୱାରା, ସେହି ରକ୍ତ ଦ୍ୱାରା ଆମେ ଅନନ୍ତ ଜୀବନ ପ୍ରାପ୍ତ ହେଇଗଲେ, ଅନନ୍ତ ଜୀବନ ପାଇଗଲେ। କିନ୍ତୁ ତାହା ଅଧିକାରୀ ହେବା ଜରୁରୀ ଅଟେ। ଆମେ ସମସ୍ତେ ଅନନ୍ତ ଜୀବନ ପାଇଅଛୁ, ଅଧିକାରୀ ହେବାର ଅଛି। ମାନେ ଆମେ କଣ କରିବା? ଅଧିକାରୀ ହେବାର ଅଛି। ଅନନ୍ତ ଜୀବନ ଖାଲି ପାଇଯାଇଛି ତ ଆମେ ଅଧିକାରୀ ହେବାର ଅଛି। ତ ଆମେ ଅଧିକାରୀ କେମିତି ହେବା? ଜଣେ ଲୋକ ଅନନ୍ତ ଯୀଶୁଙ୍କୁ ଗ୍ରହଣ କରିବା ଦ୍ୱାରା ସେ ଅନନ୍ତ ଜୀବନ ପାଇଥାଏ। ଯୀଶୁଙ୍କୁ ଯେତେବେଳେ ଆମେ ଗ୍ରହଣ କରିଦେବା ତ ଆମେ କଣ କରିବା? ଅନନ୍ତ ଜୀବନ ପାଇବା। କିନ୍ତୁ ତାକୁ ଧରି ରଖିବା ପାଇଁ ଆମେ କଣ କରିବା ଦରକାର? ପ୍ରଭୁଙ୍କ ସ୍ୱର ଶୁଣିବା ଦରକାର। ସେଇ ପ୍ରଭୁଙ୍କ ସ୍ୱର ଶୁଣିବା ଦରକାର। ନିଜକୁ ଘୃଣା କରିବା ଦରକାର। ଆମେ ନିଜକୁ ଗୌରବ କରିବା ନାହିଁ ମୋର ପ୍ରିୟ ମା। ଆମେ ନିଜକୁ ସବୁବେଳେ ଉଚ୍ଚ କରିବା ନାହିଁ। ଆମେ ସମସ୍ତଙ୍କଠୁ, ଆମେ ପ୍ରଭୁ ମଧ୍ୟ କହିଛନ୍ତି ଯିଏ ନିଜକୁ ସମସ୍ତଙ୍କଠୁ କଣ କରିଥାଏ? ସେବକ ହେବା ପାଇଁ ସିଏ ନିଜେ କଣ ହିଁ ସେବକ ହଉ। ଯିଏ ରାଜା ହେବାକୁ ଚାହେଁ ସେବକ ପ୍ରଭୁ କୁହନ୍ତି। ଆମେ ନିଜକୁ ନିଜେ ମୁଁ ଅସଦିଏ, ମୁଁ ଏଇଟା କରିପାରେ, ମୋ ଦ୍ୱାରା ସେଇ ବିଷୟ ସାଧ୍ୟ ହୋଇଥାଏ, ଏସବୁ ଆମେ କରିବା ନାହିଁ। ପ୍ରଥମେ ଆମେ କଣ କରିବା? ପ୍ରଭୁଙ୍କ ସ୍ୱର ଶୁଣିବା ଦରକାର। ଆଉ ଦ୍ୱିତୀୟରେ ନିଜକୁ ଘୃଣା କରିବା ଦରକାର। ନିଜର ମୁଁ ଅର୍ଥଟାକୁ ଆମେ କଣ କରିବା? ସେଇଟାକୁ ସଦା ସର୍ବଦା ଆମେ ଆଗକୁ ଆଣିବା ଦରକାର ନାହିଁ। ଆଉ କଣ କରିବା? ତୃତୀୟରେ ଧୈର୍ଯ୍ୟ ଧରିବା। ଧୈର୍ଯ୍ୟ ଧରି ଉତ୍ତମ କର୍ମ କରିବା ଦରକାର ଅଟେ। ଧୈର୍ଯ୍ୟ ଧରିକି ଆମେ ସଦା ସର୍ବଦା ଉତ୍ତମ ବିଷୟ ସର୍ବଦା କରିବା ଦରକାର। ତାହା ପ୍ରଭୁଙ୍କ ଇଚ୍ଛା ହିଁ ଅଛି। ଉତ୍ତମ କର୍ମ କରିବା ଦରକାର। ଆଉ ଚତୁର୍ଥରେ ପ୍ରଭୁ ଭୋଜର ଅଂଶୀ ହେବା ଦରକାର। ଆଉ ପଞ୍ଚମରେ ପ୍ରଭୁଙ୍କ ଭୋଜର ଅଂଶୀ ହେବା ଦରକାର। ଆଉ ପଞ୍ଚମରେ ଧର୍ମ ଜୀବନ ଯାପନ କରିବା ଦରକାର। ଧାର୍ମିକ ଭାବରେ ଆମେ ଜୀବନ ଯାପନ କରିବା ଦରକାର ଅଟେ ମୋର ପ୍ରିୟ ମା। ଆଉ ଷଷ୍ଠରେ ବାକ୍ୟକୁ ପାଳନ କରିବା ଦରକାର ଅଟେ। ଆମେ ସବୁ ଶୁଣିକି ସେ କାଣ୍ଡରେ ଛାଡିଦେବା ନାହିଁ ମୋର ମା। ତାହା କଣ କରିବା ଅଟେ? ବାକ୍ୟ ପାଳନ କରିବା ଦରକାର ଅଟେ। ଏବଂ ପ୍ରଭୁଙ୍କ ଜୀବନରେ ସବୁବେଳେ ନିଜର ଶେଷ ସମୟ ପର୍ଯ୍ୟନ୍ତ ଧରି ରଖିବା ଦରକାର। ଯାଇକି ଆମେ କଣ କରିପାରିବା? ସେହି ଅନନ୍ତ ଜୀବନର ଅଧିକାରୀ ହେବା। ଆଉ ସେହି ସ୍ୱର୍ଗରେ ଆମେ ସେହି ପ୍ରଭୁଙ୍କ ନିଜର ଅଂଶୀ ହେବା। ତାହାଙ୍କ ସହିତ ଆମେ ସବୁବେଳେ କଣ କରିବା? ତାଙ୍କର ଭୋଜର ଅଂଶୀ ହେଇକି ଆମେ ସେଇ ଅନନ୍ତ ଜୀବନରେ ଆମେ ପ୍ରବେଶ କରିବା। ଆଉ ସେ ଅନନ୍ତ ସୁଖ ଭୋଗ କରିପାରିବା ମଧ୍ୟ। ପ୍ରଭୁ ଆମମାନଙ୍କୁ ଏତେ ବିଷୟ ସବୁ ଦେଇଛନ୍ତି। ପ୍ରଭୁ ଆମ ପାଇଁ ଏତେ ଦୟା କଲେ। ପ୍ରଭୁ ଆମକୁ ଯେତେବେଳେ ସେଇ ଅନନ୍ତ ଜୀବନର ଅଧିକାରୀ ହେବା ପାଇଁ ନିଜ ପୁତ୍ରଙ୍କୁ ଦେଲେ, ଆଉ ଏତିକି କର୍ମ କରିବା ପାଇଁ ଆମକୁ ସବୁ ଶିକ୍ଷା ଦେଲେ ତାଙ୍କ ମାଧ୍ୟମରେ। ତେଣୁ ଆଜି ଆମେ ନିଜକୁ ସମୀକ୍ଷା କରିବା ଆମର ମା। ଆଜି ଆମେ ନିଜକୁ ଚାହିଁବା, ଆଜି ଆମେ ଅନନ୍ତ ଜୀବନର ଅଧିକାରୀ ଅଠୁ ନା ଅନନ୍ତ ଜୀବନର ଅଧିକାରୀ ନୁହଁ। ଆଜି ଆମେ ଯଦି ଆଜି ଆମ ଜୀବନ ଉପକାର ଜୀବନ ଆମେ କାଟୁଅଛୁ, ସେଇ ପ୍ରକାର ଯୋଉ ଫଳ, ସେ ପ୍ରକାର ଯୋଉ ଦାନ ପ୍ରଭୁଙ୍କର ସେ ଅଧିକାରୀ ହେବା ନିମନ୍ତେ ଯୋଉ ସ୍ୱରଟା ଆମେ ଶୁଣୁଅଛୁ ନା ନାହିଁ, ସେଟା ଆମେ ନିଜକୁ ସମୀକ୍ଷା କରିବା ମା। ତ ଯଦି ଆମେ ଆଜି କୌଣସି ପ୍ରକାରେ ମନୁଷ୍ୟ ମାତ୍ରକେ ପାପୀ ଅଟେ, ଜନ୍ମରୁ ପାପୀ ଅଟେ, ଯଦି କିଛି ଭୁଲ କରିଥାଉ, ଯଦି ଆମେ ନିହାତି ଭାବରେ ଆମେ ଭୁଲ ବି ହେଇଥାଇପାରେ,
କିନ୍ତୁ ଆମେ ମୋର ଭାବମାନ କଣ କରିବା ଆମେ ପଶ୍ଚାତାପ କରିବା ସେଇ ପାପରୁ ପଶ୍ଚାତାପ କରିକି ସେଇ ପ୍ରଭୁଙ୍କର ଅନୁଗ୍ରହ ହେବା ସେ ପ୍ରଭୁଙ୍କ ସ୍ୱର ଶୁଣିବା ଯେତେ ବଡ ପାପ ଥାଉ ଆମ ଜୀବନରୁ ସମୟ ଅନୁସାରେ ଆମେ ପ୍ରଭୁଙ୍କ ଠାରେ ସେ ପବିତ୍ର ଆତ୍ମା ଶକ୍ତିରେ ଆମେ କାନ୍ଦିବା ପ୍ରଭୁଙ୍କ ଠାରେ ଆମେ କାନ୍ଦିବା ପ୍ରଭୁ ଆଜି ମୋର ଏଇ ଦୁର୍ବଳତାକୁ ଆମେ ଦୂର କର ପ୍ରଭୁ ବୋଲିକି ଆମେ ମାଗିବା ଉଚିତ ମାଗିବା ସେ ପ୍ରଭୁ ପରମେଶ୍ୱରଙ୍କୁ ତେଣୁ ସେଇ ପବିତ୍ର ଆତ୍ମା ଆମ ଅନ୍ତରରେ ଆସି ସେ ସବୁ ବିଷୟକୁ ଦୂର କରି ସେହି ଅନନ୍ତ ଜୀବନର ସେଇ ଉତ୍ତମତା ଗୁଣ ସେ ପବିତ୍ର ଆତ୍ମାଙ୍କର ସେଇ ଫଳ ଗୁଡାକ ଆମ ଜୀବନରେ ପ୍ରତିଫଳନ କରିବେ ପୁଣି ଆମେ ସେଇ ଅନନ୍ତ ଜୀବନ ଆଡକୁ ଆମେ ଗତି କରିବା ପ୍ରଭୁ ଏସବୁ ବିଷୟ ଦେଇ ଆଜି ଆଲୋଚନା ଦେଇ ଏ ସଂକ୍ଷିପ୍ତ ଆଲୋଚନା ଦେଇ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ କହୁଥିଲେ କ୍ଷମା କରନ୍ତୁ ପରମେଶ୍ୱର